ମୁଁ ବି ହକି ଖେଳୁଥିଲି। ସୁନ୍ଦରଗଡ଼ ଗୋଟେ ହକି କ୍ରେଜି ଜିଲ୍ଲା। ଆପଣ ସନ୍ଧ୍ୟାରେ ବାହାରିବେ, ରାସ୍ତାର ଗଲାବେଳକୁ ଉଭୟ ପଟରେ ଯେଉଁଠି ପଡ଼ିଆ ପାଇବେ ସେଠି ଛୁଆମାନେ ହକି ଖେଳୁଥିବାର ଦେଖିବେ। ଏବଂ ସେ ସମୟରେ ମୁଁ ଦେଖିଛି ଯେ ଡାଳକୁ ଭାଙ୍ଗିକି ହକି ଷ୍ଟିକ୍ ତିଆରି କରୁଥିଲେ। ସେତେବେଳେ ଆଇସୋଟପ୍ ନଥିଲା, ଆଜିକାଲି ଆଇସୋଟପ୍ ମଧ୍ୟ ସୁନ୍ଦରଗଡ଼ ହେଲାଣି, ଓଡ଼ିଶାର ବିଭିନ୍ନ ଜାଗାରେ ହେଲାଣି। ତେଣୁ ଅମିତ ରୋହିଦାସକୁ ଆମେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବାରୁ ଏବଂ ଭାରତବର୍ଷକୁ ଗୌରବାନ୍ୱିତ କରିଥିବାରୁ ତାଙ୍କୁ ଆମେ ଅଭିନନ୍ଦନ ଜଣାଇଲୁ। ଏବଂ 52 ବର୍ଷ ପରେ ବ୍ୟାକ୍ ଟୁ ବ୍ୟାକ୍ ଆମେ ଅଲିମ୍ପିକ୍ରେ ମେଡାଲ ପାଇଲୁ। କିନ୍ତୁ ଇଏ ମେଡାଲରେ ଆମେ ସନ୍ତୁଷ୍ଟ ନୁହଁ। ଆମେ ଚାହିଁବୁ ଆଗାମୀ ଦିନରେ ଭାରତବର୍ଷକୁ ଅଲିମ୍ପିକ୍ ଏବଂ ୱାର୍ଲଡ କପ୍ ହକିରେ ସ୍ୱର୍ଣ୍ଣ ପଦକ ମିଳୁ। ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେ ସମୟରେ ଟେଲିଭିଜନ ନଥିଲା, ଆମେ ରେଡ଼ିଓରେ କମେଣ୍ଟ୍ରି ଶୁଣୁଥିଲୁ। ରେଡ଼ିଓ ବି ଆମ ପାଖରେ ନଥିଲା, କେଉଁ ପାନ ଦୋକାନରେ ଚା ଦୋକାନରେ ରେଡ଼ିଓ ଲାଗୁଥିଲା, ଆମେ ସମସ୍ତେ ଶୁଣୁଥିଲୁ। ଆଜି ମୋର ମନେ ଅଛି ଯେ ଅଶୋକ କୁମାର ସେ ସମୟରେ ହକି ଖେଳୁଥିଲେ, ସୁରଜିତ ସିଂ ହକି ଖେଳୁଥିଲେ ଏବଂ ଆମେ ସବୁ ଅପେକ୍ଷା କରୁଥିଲୁ ଭାରତ କେମିତି ଜିତିବ। ଏବଂ ବହୁତ ଥର ମୁଁ ଶୁଣିବା କମେଣ୍ଟ୍ରି ଶୁଣିବା ଭିତରେ ମଧ୍ୟ ଭାରତ ପାକିସ୍ତାନକୁ ହରେଇକରି ସ୍ୱର୍ଣ୍ଣ ପଦକ ଜିତୁଥିଲା। ତାର ଆଗରୁ ତ ଧ୍ୟାନଚାନ୍ଦ ଯାଦୁକର ଥିଲେ ଭାରତବର୍ଷର ହକି, ପୃଥିବୀର ହକିରେ ସେ ଯାଦୁକର ଥିବେ ବୋଲି ଆମେ ଆଶା କରିବୁ। ଆକୁ ବହୁତ ଖେଳାଳି ବାହାରନ୍ତୁ, ଧ୍ୟାନଚାନ୍ଦଙ୍କର ଭଳିଆ ଖେଳାଳି ବାହାରନ୍ତୁ, ଭାରତବର୍ଷକୁ ସ୍ୱର୍ଣ୍ଣ ପଦକ ଆଗାମୀ ଦିନରେ ହାସିଲ କରି ଦିଅନ୍ତୁ।